ମୁଁ ସୁଶାନ୍ତ କୁମାର ରଣା ଅଲ୍ ଓଡ଼ିଶା ମିନି ଟ୍ରକ୍ ଓନର୍ସ ଆସୋସିଏସନ୍ ସେକ୍ରେଟାରୀ। ଆର୍ଟିଓ ଅଫିସ୍ ବର୍ତ୍ତମାନ ବହୁତ ସୁରୁଖୁରୁରେ ବ୍ଲଡ଼ ଡୋନେସନ୍ ଚାଲିଛି, ବହୁତ ଖୁସିରେ ଅଛୁ। ବର୍ତ୍ତମାନ 100 ପାଖାପାଖି ଅଲରେଡ଼ି କଲେକ୍ସନ୍ ହେଲାଣି। ଆଶା କରୁଛୁ 200 ୟୁନିଟ୍ ସଂଗ୍ରହ ହୋଇଯିବ। ସଡ଼କ ସୁରକ୍ଷା ବାର୍ତ୍ତା ତ ଆମେ ଦେଉଛୁ, ଯେମିତି ସୁରକ୍ଷା ଟିପ୍ସ ଅଛି ଗଭର୍ଣ୍ଣମେଣ୍ଟର ନିୟମ ମାନିକି ଚଳିବା ପାଇଁ ଡ୍ରାଇଭରଙ୍କୁ ସବୁ ଜଣାଯାଉଛି। ଆମେ ମଧ୍ୟ ମାନିକି ଚଳିବା ପାଇଁ ସର୍ବସାଧାରଣଙ୍କୁ ଜଣାଯାଉଛି। ତାପରେ ଯେଉଁ ଗାଡ଼ି ଆକ୍ସିଡେଣ୍ଟ ଭଲ ମନ୍ଦ ହେମିତି ଯେଉଁ ସବୁ ରକ୍ତର ଯେତେ ସବୁ ଦରକାର ପଡ଼ୁଛି, ଏ ଗୋଟେ ଆମର ଛୋଟିଆ ପ୍ରୟାସ। ଆଜ୍ଞା, ଏ ଛୋଟିଆ ପ୍ରୟାସ ବହୁତ ଜୀବନ ରକ୍ଷା କରେ। ତେଣୁ ସମାଜର ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ସବୁ ସଂସ୍ଥା ସବୁ ଆସୋସିଏସନ୍ ଅନୁରୋଧ କରୁଛୁ, ଏମିତି ଛୋଟ ଛୋଟ ପ୍ରୟାସ କରି ଯେମିତି ଆମ ଓଡ଼ିଶାରେ ଆମେ ବ୍ଲଡ଼ର ଅଭାବ ରଖିବାନି। ଆମେ ତ ଆମର ଭୁବନେଶ୍ୱର ହେଡ଼ ଅଫିସରେ ଆମେ ବର୍ଷକୁ ପ୍ରାୟତଃ 2 ଥର କରୁଛୁ। ଏଇଟା ବାଲେଶ୍ୱରରେ ଆଜି ଗୋଟେ ଅଲଗା ଅନୁଭୂତି, ଯେଉଁଠି ଆର୍ଟିଓ ଅଫିସରେ ଆଜି ଗୋଟେ ହେଉଛି। ଆଉ ଧନ୍ୟବାଦ ଦେବି ଆର୍ଟିଓ ସାର୍ଙ୍କୁ, ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘ ଏବଂ ଟ୍ରାଫିକ୍ ଜାମ୍ ସୋସାଇଟି, ମୋଟର ଅଲ୍ ଓଡ଼ିଶା ମୋଟର ଚାଳକ ସଂଘ, ଏସବୁ ମାନେ ଆମକୁ ଏତେ ସାହାଯ୍ୟ କରିଛନ୍ତି, ମାନେ ସେମାନେ ଯେତେ ଧନ୍ୟବାଦ ଦେଲେ କମ୍ ହେବ। ଆଉ ବହୁତ ସୁରୁଖୁରୁରେ ବର୍ତ୍ତମାନ ଚାଲିଛି ଆମର ବ୍ଲଡ଼ ଡୋନେସନ୍। ଆଜି ଗୋଟେ ଖୁସିର ଦିନ। ସଡ଼କ ସପ୍ତାହ ଚାଲିବା ସମୟରେ ଆମେ ଗୋଟେ ରକ୍ତଦାନ ଶିବିର କରିଛୁ। ଆର୍ଟିଓ ସାର୍ଙ୍କର ବହୁତ ସହଯୋଗ, ଏଡିଏମ୍ ସାର୍ ଆମର ଆସିଥିଲେ ମୁଖ୍ୟ ଅତିଥି ଭାବେ। ଆମର ସମସ୍ତ ଏଠି ଅଲ୍ ଓଡ଼ିଶା ମିନି ଟ୍ରକ୍ ମାଲିକ ମହାସଂଘର ମାଲିକମାନେ, ଭୁବନେଶ୍ୱର ଆମର ହେଡ଼ ଅଫିସ୍, ସେଠି ଭାଇମାନେ ସବୁ ଆସିଛନ୍ତି। ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘର ଭାଇମାନେ ସମସ୍ତେ ଆସିଛନ୍ତି। ଟ୍ରାଫିକ୍ ଜାମ୍ର ଅଫିସରମାନେ ସବୁ ଆସିଥିଲେ। ଆଉ ସମସ୍ତ ହସ୍ପିଟାଲର ସମସ୍ତ ବ୍ଲଡ଼ ବ୍ୟାଙ୍କର ସମସ୍ତ ଅଫିସରମାନେ ଆସିକି ଆମ ସହଯୋଗରେ ଗୋଟେ ଯାହା ମହତ୍ କାମ କରିଛୁ। ସଡ଼କ ସୁରକ୍ଷା, ଜୀବନ ରକ୍ଷା, ରକ୍ତଦାନ ଗୋଟେ ମହତ୍ ଦାନ। ରକ୍ତଦାନ ପାଇଁ ଆମେ କିଛି ନହେଲେ ତ ଗୋଟେ ଲୋକର ଜୀବନ ବଞ୍ଚାଇ ପାରିବା। ସେଇପାଇଁ ଆମେ ଆର୍ଟିଓ ସାର୍ଙ୍କୁ ଅନୁରୋଧ କଲୁ, ସାର୍ ଗୋଟେ ସଡ଼କ ସପ୍ତାହ ବିଷୟରେ, ସଡ଼କ ସୁରକ୍ଷା ସପ୍ତାହ ସମୟରେ ଗୋଟେ ବ୍ଲଡ଼ ଦାନ ଆମେ କରିବୁ, ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରିବୁ। ଯାହା ହଉ ସାର୍ଙ୍କର ବହୁତ ଅବଦାନ, ଭାଇମାନଙ୍କ ବହୁତ ଅବଦାନ, ମିଡ଼ିଆ ଭାଇଙ୍କ ବହୁତ ଅବଦାନ। ଆମର ବର୍ତ୍ତମାନ ସୁଦ୍ଧା ଆମର 100 ୟୁନିଟ୍ ହେଲାଣି। ସବୁ ଭାଇମାନେ ଆସିକି ସ୍ୱେଚ୍ଛା ଦେଉଛନ୍ତି। ଆମେ ସମସ୍ତ ମାନେ ନାଗରିକମାନଙ୍କୁ କହୁଛୁ ଯେ ଆସନ୍ତୁ, ରକ୍ତଦାନ କରନ୍ତୁ। ଏଠି କେଉଁ ମାଲିକ ଡ୍ରାଇଭର ହେଲ୍ପର କିଛି ନାହିଁ, ଭାଇ ସମସ୍ତେ ଭାଇଚାରା ସମ୍ପର୍କ ନେଇକି ଆମେ ବ୍ଲଡ଼ ଡୋନେସନ୍ କରୁଛୁ। ଆଦେଶ୍ୟାମ, ମୁଁ ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ଟ୍ରେଜେରାର ଦାୟିତ୍ୱରେ ଅଛି। ପ୍ରଥମେ ତ ମୁଁ ଧନ୍ୟବାଦ ଦେବି ମୋର ସାମ୍ବାଦିକ ଭାଇମାନଙ୍କୁ ଏବଂ ଅଲ୍ ଓଡ଼ିଶା ମିନି ଟ୍ରକ୍ ଆସୋସିଏସନ୍ର ଭାଇମାନଙ୍କୁ ବା ମାନେ ମାଲିକମାନଙ୍କୁ, ଏବଂ ଧନ୍ୟବାଦ ଦେବି ଆମର ଆର୍ଟିଓ ଅଫିସର ଯେଉଁ ଆର୍ଟିଓ ମହୋଦୟ ଅଛନ୍ତି ତାଙ୍କୁ। ହଁ, ରକ୍ତଦାନ ଶିବିର ବହୁତ ବଢ଼ିଆ ଚାଲିଛି। ଆମର ମିନି ଟ୍ରକ୍ ଆସୋସିଏସନ୍ ତରଫରୁ ଭାଇମାନେ ସମସ୍ତେ ଅଛନ୍ତି। ଆମର ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘରୁ ବି ମୋର ରାଜ୍ୟ ସଭାପତି ଏବଂ ଆମର ମୋ ବାଁ ପାଖରେ ଅଛନ୍ତି ଆନନ୍ଦ ବାବୁ, ଯିଏ ସଦର ବ୍ଲକ ଦାୟିତ୍ୱରେ ଅଛନ୍ତି। ନୀଳଗିରି ବ୍ଲକ ଦାୟିତ୍ୱରେ ବାଲିଆ ବାବୁ ମଧ୍ୟ ଅଛନ୍ତି। ଏବଂ ଏବେ ମୁଁ ଯାହା ଅନୁମାନ କରୁଛି 100 ୟୁନିଟ୍ ଉପରେ ବ୍ଲଡ଼ ହେଇସାରିଲାନି। ରକ୍ତଦାନ ଶିବିର ତ ଯେବେ ହେଲେ ବି କରିହେବ, କିନ୍ତୁ ଆମର ମିନି ଟ୍ରକ୍ ଆସୋସିଏସନ୍ ତରଫରୁ ଏଇ ସଡ଼କ ସୁରକ୍ଷା ସମୟରେ କଲେ ଟିକେ ସମସ୍ତେ ଜାଗରଣ ହେବେ, ଏହି ଉଦ୍ଦେଶ୍ୟରେ କରାଯାଇଛି ଆଉ।